ଆଜ୍ଞା ଆପଣମାନେ ଜାଣିଥିବେ କିଏ କେତେ ପ୍ରକାର କଥା କହୁଛନ୍ତି। ମହାପ୍ରଭୁଙ୍କ ମଥାରେ ଟାହିଆ କାହିଁକି ନାହିଁ, ସେବାୟତ ମାନେ ମହାପ୍ରଭୁଙ୍କ ମଥାରୁ ଟାହିଆ ଖୋଲିଦେଲେ, ମହାପ୍ରଭୁ ଓଦା କାହିଁକି ହେଲେ, ମହାପ୍ରଭୁ ରଥକୁ ଆସିବା କାହିଁକି ବିଳମ୍ବ ହେଲା, ମହାପ୍ରଭୁଙ୍କ ରଥ କାହିଁକି ଗଡ଼ିଲାନି। କିଏ ସେବାୟତ ମାନଙ୍କୁ ଦୋଷ ଦଉଛନ୍ତି, କିଏ ପୁରୀ ପ୍ରଶାସନକୁ ଦୋଷ ଦଉଛନ୍ତି। ଆଜ୍ଞା ଏସବୁ ଗୋଟେ ଗୋଟେ ମାଧ୍ୟମ। ଆଜ୍ଞା ଗୋଟେ କଥା ଭାବନ୍ତୁ, ଯାହାର ବିନା ଅନୁମତିରେ ପବନ ଟିକେ ବହେନି ତା ମଥାରୁ ଟାହିଆ ଖସିଯିବ? ନାଇଁ 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 ଆଜ୍ଞା, ବଡଦାଣ୍ଡରେ ବର୍ଷା କରିଛି ସିଏ, ତା ଭକ୍ତମାନଙ୍କୁ ଜାଣି ଶୁଣିକି ଓଦା କରିଛି ସିଏ, ନିଜେ ନିଜକୁ ଓଦା କରିଛି ସିଏ, ନିଜ ଟାହିଆକୁ ନିଜେ ଭାଙ୍ଗିଛି ସିଏ, ଆସିବା ବିଳମ୍ବ କରିଛି ବି ସିଏ। ଆଜ୍ଞା ଗୋଟେ ଛୋଟିଆ କଥା ଭାବନ୍ତୁ, ବଡଦାଣ୍ଡରେ ତାର ଲକ୍ଷ ଲକ୍ଷ ଭକ୍ତମାନେ ଓଦା ହେଇକି ଘଣ୍ଟାଏ କଣ 2 ଘଣ୍ଟା କଣ 10 ଘଣ୍ଟା କଣ 12 ଘଣ୍ଟା ଠିଆ ହେଇକି ଅପେକ୍ଷା କରିଛନ୍ତି ମହାପ୍ରଭୁ ଟିକେ ଆସିବା ଆମେ ତାଙ୍କୁ ଦେଖିବୁ। ଯଦି ବର୍ଷା ନ ହେଇକି ଖରା ହେଇଥାନ୍ତା କାହାର ଯେ କେତେ କଣ କ୍ଷତି ହେଇଥାନ୍ତା ତାର କିଛି ଠିକ ଠିକଣା ନାହିଁ। ତେଣୁ ତା ଭକ୍ତମାନଙ୍କର ଯେମିତି କିଛି ଅସୁବିଧା ନ ହଉ ସବୁ ତ କରୁଛି ସିଏ, କରି କରାଉଥାଏ ସେଇ ତା ବିନୁ ଅନ୍ୟ ଗତି ନାହିଁ। ହେ ମହାପ୍ରଭୁ ତୁମ ମାୟା ବଡ଼ ବିଚିତ୍ର ମଣି।